ଶାନ୍ତି ଆଜି 29/4/2026 ବାବାଙ୍କର ମହାବାକ୍ୟ। ମିଠେ ବच्चे ମିଠେ ବଚ୍चे ପତିତ ଜଗତରୁ ସମ୍ବନ୍ଧ ତୁଟାଇ ଏକମାତ୍ର ବାବାଙ୍କ ସହିତ ବୁଦ୍ଧି ଯୋଗ ଲଗାଅ, ତେବେ ମାୟା ଠାରୁ ହାରିବ ନାହିଁ। ମାୟା ପାଖରେ କାହିଁକି ହଟୁଛେ? ସଙ୍ଗ ଦୋଷ ଯୋଗୁଁ। ଯଦି ମାୟାଠୁ ବୁଦ୍ଧି କ'ଣ କହିଲେ ବାବା? ପତିତ ସଙ୍ଗ ସମ୍ବନ୍ଧ। ପତିତ ସମ୍ବନ୍ଧରୁ ଯଦି ବୁଦ୍ଧି ହଟେଇବା ତାହେଲେ ମାୟା ପାଖରେ କେବେ ହାରିବାନି। ପତିତ ସମ୍ବନ୍ଧ ସହିତ ଯେତେ ବୁଦ୍ଧି ଯୋଡ଼ିବା ମାୟା ପାଖରେ ତ ନିଶ୍ଚୟ ହାରିବା। ସେଥିପାଇଁ ବାବା କ'ଣ କହୁଛନ୍ତି? ଏହି ପତିତ ଜଗତରୁ ସମ୍ବନ୍ଧ ତୁଟାଇ, ପତିତ ଜଗତରୁ ସମ୍ବନ୍ଧ ତୁଟାଇ ଏକମାତ୍ର ବାବାଙ୍କ ସହିତ ବୁଦ୍ଧି ଯୋଗ ଲଗାଅ, ତେବେ ମାୟା ଠାରେ ହାରିବ ନାହିଁ। ପ୍ରଶ୍ନ, ସମର୍ଥ ବାବା ସାଥିରେ ଥିଲେ ମଧ୍ୟ ଯଜ୍ଞରେ ଅନେକ ବିଘ୍ନ କାହିଁକି ପଡ଼ୁଛି? ବାବା ସମର୍ଥ ନା? ସମର୍ଥ ବାବା ସାଥିରେ ଅଛନ୍ତି ନା, ହେଲେ ମଧ୍ୟ ଯଜ୍ଞରେ କାହିଁକି ଏତେ ବିଘ୍ନ ପଡ଼ୁଛି? କାରଣ କ'ଣ? କାରଣ ମାନେ ଆମର ଯିଏ କି ପାପ କରୁଛନ୍ତି ସେ ପାପ ହାଣ୍ଡି ଭରିଲା ପର୍ଯ୍ୟନ୍ତ ପକେଇ ବିଘ୍ନ। ବିଘ୍ନ ପକେଇବେ। ଯେବେ ଭରିବ ଯାଇକି ସେବେ ଯାଇକିରି। ହେଲେ ମଧ୍ୟ ବାବା କାହାକୁ କେବେ ଦୋଷ ଦଉଛନ୍ତି କି? କାହାକୁ କିଛି ଦୋଷ ଦଉନାହାନ୍ତି। ବାବା ଉତ୍ତରେ କଲେ, ବିଘ୍ନ ତ ଡ୍ରାମା ଅନୁସାରେ ନିଶ୍ଚୟ ପଡ଼ିବ। କାହିଁକିନା ଯେତେବେଳେ ଯଜ୍ଞର ଅସୁରମାନଙ୍କର ବିଘ୍ନ ପଡ଼ିବ ସେତେବେଳେ ହିଁ ପାପର ଘଡ଼ି ଭରିବ। ଯଜ୍ଞରେ ବିଘ୍ନ ପକେଇଲେ ପାପର ହାଣ୍ଡି ଭରିବ। ଏଥିରେ ବାବା କିଛି କରିପାରିବେନି, ନାଇଁ କି? ଯେ ଯେତେ ପାପ କରୁଛ କର, ପାପର ହାଣ୍ଡି ଭରୁଛ। ଯଜ୍ଞରେ ବିଘ୍ନ ପକାଉଛ ମାନେ ନିଜ ନିଜର ପାପର ହାଣ୍ଡି ଭରୁଛ। ଏଥିରେ ବାବା କିଛି କରିପାରିବେନି, ଏହା ତ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ତେଣୁ ବିଘ୍ନ ତ ନିଶ୍ଚିତ ପଡ଼ିବ, କିନ୍ତୁ ବିଘ୍ନରେ ତୁମମାନଙ୍କୁ ବିଚଳିତ ହେବାର ନାହିଁ। ଗୀତ ଅଛି, କୌନ ହେ ମାତା କୌନ ପିତା ହେ। ଓମ୍ ଶାନ୍ତି। ପିଲାମାନେ ଅବିନାଶୀ ପିତାଙ୍କର ନିର୍ଦ୍ଦେଶ ଶୁଣିଲେ। ପିଲାମାନେ ଅବିନାଶୀ ପିତାଙ୍କର ନିର୍ଦ୍ଦେଶ ଶୁଣିଲେ। କ'ଣ ନିର୍ଦ୍ଦେଶ ଶୁଣିଲେ? କେବେ ହେଲେ ମାୟା ପାଖରେ ହାରିଆନି। ଏବେ କ'ଣ ପ୍ରଶ୍ନ ଉତ୍ତରେ କ'ଣ ଶୁଣିଲେ? ପାପ ଯଜ୍ଞରେ ବିଘ୍ନ ପଡ଼ିବ, କିନ୍ତୁ ବିଚଳିତ ହୁଅନି। ଏଇଟା ଡ୍ରାମାରେ ଅଛି। ଯଜ୍ଞରେ ବିଘ୍ନ ପଡ଼ିଲେ ମଧ୍ୟ କେବେ ବିଚଳିତ ହୁଅନି। ତୁମର ଏ ଯେଉଁ ସମ୍ବନ୍ଧ ଦେହ ସହିତ ରହିଛି, ପ୍ରଥମେ ମାତାଙ୍କ ସହ, ପୁଣି ପିତାଙ୍କ ସହିତ ସମ୍ପର୍କ ହୋଇଥାଏ, ପୁଣି ଭାଇ ବନ୍ଧୁ ଆଦିଙ୍କର ହୋଇଥାଏ, ନାଇଁ କି? କ'ଣ ଜୟନ୍ତୀ ଭଉଣୀ? ଫାଷ୍ଟ କାହା ସହିତ? ମା, ତାପରେ ପିତା, ତାପରେ ଭାଇ ବନ୍ଧୁ ଆଦିଙ୍କର ହୋଇଥାଏ। ତେଣୁ ଅବିନାଶୀ ବାବା କହୁଛନ୍ତି, ଏ ଜଗତରେ ତୁମର ଯେଉଁ ମାତା ପିତା ଅଛନ୍ତି ତାଙ୍କଠାରୁ ବୁଦ୍ଧିର ଯୋଗ ତୁଟେଇ ଦିଅ। କାହା ସହିତ ବୁଦ୍ଧି ଯୋଗ ତୁଟେଇବା? ଏ ଜଗତରେ ତୁମର ଯେଉଁ ପିତା ମାତା ଅଛନ୍ତି ତାଙ୍କଠାରୁ ବୁଦ୍ଧିର ଯୋଗ ତୁଟେଇ ଦିଅ। ପୁରୁଣା ଦୁନିଆ ସହିତ ସମ୍ପର୍କ ରଖନି। କାହିଁକି ନା ଏସବୁ ହେଉଛି କଳି ଯୁଗର ଛି ସମ୍ପର୍କ ହେଲା। ମୋର କରି ବସେ ନା ପରିବାରକୁ। ବାବା କହିଲେ ଏସବୁ ହେଉଛି କଳି ଯୁଗର ଛି ସମ୍ପର୍କ। ଜଗତ ଅର୍ଥ ଦୁନିଆ,
ଏ ପତିତ ଦୁନିଆରୁ ବୁଦ୍ଧିର ଯୋଗ ତୁଟାଇ ଏକ ମୋ ସହିତ ଓ ନୂଆ ଦୁନିଆ ସହିତ ଯୋଡ଼, କାହିଁକି ନା ଏବେ ତୁମକୁ ମୋ ପାଖକୁ ଆସିବାକୁ ହେବ। ଏ ମୋର ଯାହା କରୁଛି ତାଙ୍କ ସହିତ ରହିବା କି? କାହା ପାଖକୁ ଯିବାର ଅଛି? ବାବା ପାଖକୁ। ସେଥିପାଇଁ ବୁଦ୍ଧି ବାବା ସହିତ ଯୋଡ଼ିବା। ଯାହା ପାଖକୁ ଯିବାର ଅଛି ଆମକୁ ବୁଦ୍ଧି ଏବେ ତାଙ୍କ ସହିତ ଯୋଡ଼ିବାର ଅଛି। ଏହା କେବଳ ସମ୍ପର୍କ ଯୋଡ଼ିବାର କଥା ଅଟେ, ଆଉ କୌଣସି କଥା ନାହିଁ ଏବଂ ଆଉ କୌଣସି କଷ୍ଟ ନାହିଁ। ଖାଲି ବୁଦ୍ଧିର ସମ୍ପର୍କଟା ବାବା ସହିତ ଯୋଡ଼ିବାର ଅଛି, ଆଉ କିଛି କଥା ନାହିଁ କି ଆଉ କିଛି କଷ୍ଟ ନାହିଁ। ସମ୍ପର୍କ ସେଇମାନେ ଯୋଡ଼ିବେ ଯାହାଙ୍କୁ ନିର୍ଦ୍ଦେଶ ମିଳୁଛି। ସତ୍ୟ ଯୁଗରେ ପ୍ରଥମେ ସମ୍ପର୍କ ଭଲ ଥାଏ, ସତ ପ୍ରଧାନ ଆତ୍ମା ପୁଣି ଧୀରେ ଧୀରେ ତମ ପ୍ରଧାନ ହୋଇଥାନ୍ତି। ଏବେ କାହା ସହିତ କାହାର ସମ୍ପର୍କ କିଛି ଭଲ ନାହିଁ। କାହିଁକି? ଆତ୍ମା ତମ ପ୍ରଧାନ। ଆମେ ସିନା ଦୋଷ ଅନେକଙ୍କୁ ଦଉଛେ, ନିଜେ ଆତ୍ମା ତମ ପ୍ରଧାନ ହେବା ଯୋଗୁଁ କାହା ସହିତ ସମ୍ପର୍କ ଭଲ ନାହିଁ। କିନ୍ତୁ ସତ୍ୟ ତ୍ରେତାରେ ସମସ୍ତଙ୍କର ସମସ୍ତ ସହିତ ସମ୍ପର୍କ ବହୁତ ଭଲ, କାରଣ ସମସ୍ତେ ସତ ପ୍ରଧାନ ଥିବେ। ତାପରେ ଯେଉଁ ସୁଖର ସମ୍ପର୍କ ଥିଲା ତାହା ଧୀରେ ଧୀରେ କମ୍ ହୋଇଯାଇଥାଏ। ସେ ହେଲା ସୁଖର ସମ୍ପର୍କ, ଇଏ ହେଲା ସୁଖର ସମ୍ପର୍କ, ଦୁଃଖର ବନ୍ଧନ ନ କଲେ ନ ଚଳେ। ଏବେ କ'ଣ ବି ଆମେ କରୁଛୁ ନ କଲେ ନ ଚଳେ। ଏବେ ତ ବିଲକୁଲ ହିଁ ଏହି ପୁରୁଣା ଦୁନିଆରୁ ସମ୍ପର୍କ କାଟିବାକୁ ହେବ। ପୁରୁଣା ଦୁନିଆରୁ ସମ୍ପର୍କ କାଟିବାକୁ ହେବ। ବାବା କହୁଛନ୍ତି ମୋ ସହିତ ବୁଦ୍ଧିର ସମ୍ପର୍କ ଯୋଡ଼, ଶ୍ରୀମତ ପାଳନ କର ଏବଂ ଯାହା କିଛି ବି ଦେହର ସମ୍ବନ୍ଧ ରହିଛି ତାକୁ ସବୁ ତ୍ୟାଗ କର। ଯାହା ବି ସବୁ ସମ୍ପର୍କ ରହିଛି ତାକୁ ଗୋଟେ ବୋଝ କହିଲେ ନା କାଲି ବାବା। ହଁ, ସବୁ ସମ୍ବନ୍ଧର ଗୋଟେ ସମ୍ବନ୍ଧ ସହିତ ଯେଉଁ ସ୍ନେହ ମମତା ଇଏ ହେଉଛି ଗୋଟେ ବୋଝ। ବିନାଶ ତ ନିଶ୍ଚୟ ହେବ। ପିଲାମାନେ ଜାଣିଛନ୍ତି ଯାହାଙ୍କୁ ପରମପିତା ପରମାତ୍ମା କୁହାଯାଉଛି ସିଏ ମଧ୍ୟ ଡ୍ରାମା ଅନୁସାରେ ସେବା କରୁଛନ୍ତି। ସିଏ ମଧ୍ୟ ଡ୍ରାମାର ବନ୍ଧନରେ ବନ୍ଧା ହୋଇଛନ୍ତି। ମନୁଷ୍ୟ ତ ଭାବୁଛନ୍ତି ଭଗବାନ ସର୍ବଶକ୍ତିମାନ ଅଟନ୍ତି, ଯାହା ଚାହିଁବେ କରିପାରିବେ। ଯେପରି ଶ୍ରୀକୃଷ୍ଣଙ୍କୁ ମଧ୍ୟ ସର୍ବଶକ୍ତିମାନ ବୋଲି ମାନୁଛନ୍ତି, ତାଙ୍କୁ ସ୍ୱଦର୍ଶନ ଚକ୍ର ଦେଇଛନ୍ତି, ଭାବୁଛନ୍ତି ଚକ୍ର ଦ୍ୱାରା ଗଳା କାଟିଥାନ୍ତି। କିନ୍ତୁ ଏକଥା ବୁଝୁନାହାନ୍ତି ଯେ ଦେବତାମାନେ ହିଂସାର କାମ କିପରି କରିବେ, ନାଇଁ କି? ଦେବତାମାନେ କେବେ ହିଂସାର କାମ କରିବେ, କାହାର ଗଳା କାଟିବେ? ସେମାନେ ତ ହିଂସା କାର୍ଯ୍ୟ କରିପାରିବେ ନାହିଁ। ଦେବତାମାନଙ୍କ ପାଇଁ ତ କୁହାଯାଉଛି ଅହିଂସା ପରମ ଧର୍ମ ଥିଲା। ତାଙ୍କ ପାଖରେ ହିଂସା କେଉଁଠାରୁ ଆସିଲା? ଯାହାକୁ ଯାହା ଆସିଲା ସେ ବସି ଲେଖିଦେଇଛନ୍ତି। ଧର୍ମର କେତେ ଗ୍ଲାନି କରିଛନ୍ତି। ଇଆଡ଼େ କହୁଛନ୍ତି ଦେବତା ଧର୍ମ, ଦେଖିଲା ବେଳୁ ଦିବ୍ୟ ଗୁଣ ହିଁ ଚିହ୍ନ ବର୍ଣ୍ଣ ନାହିଁ। କିଏ କାହା ମାରିଲା, କିଏ କାହା ହାଣିଲା, କାହା ସହିତ କାହାର କେତେଟା ରାଣୀ, କାହାର କିଏ ଚୋରି ହେଇଗଲା, କିଏ କାହାର ଚୋରି କରିଦେଲା। ସେ ଲହୁଣୀ ଚୋରି ଖାଇଲେ, ଇଏ ବସ୍ତ୍ର ହରଣ କଲେ, ତାଙ୍କର ସୀତା ହରଣ ହେଇଗଲା, ନାଇଁ କି? ଆଉ ସୁଖ କେଉଁଠି ରହିଲା? ସବୁଠି ତ ଦୁଃଖ, ସବୁଠି ତ କଣ ନା କଣ ନାଟ ହାଟ, ଆଉ ସୁଖ କେଉଁଠି ରହିଲା? ଆଉ ତାକୁ ସ୍ୱର୍ଗ ବୈକୁଣ୍ଠ ବୋଲି କେମିତି କହିବା? ସେଥିପାଇଁ ବାବା କ'ଣ କହୁଛନ୍ତି, ଯାହାକୁ ଯାହା ଆସିଲା ସେ ବସି ଲେଖିଦେଇଛନ୍ତି। କିନ୍ତୁ ଆମେ ଶୁଣି ଶୁଣି ଏତେ ପକ୍କା ହେଇଯାଇଛୁ, ଇନ୍ତି ହେଇନଥିଲା, ସେମିତି ହେଇନଥିଲା, ସତରେ ହେଇନଥିଲା। ଧର୍ମର କେତେ ଗ୍ଲାନି କରୁଛନ୍ତି। ବାବା କହୁଛନ୍ତି ଏସବୁ ଶାସ୍ତ୍ରରେ ସତ୍ୟ ତ ବିଲକୁଲ ଅଟାରେ ଲୁଣ ସଦୃଶ ରହିଛି। ହଁ, ସତ ରହିଛି। ସତ କ'ଣ ଅଛି? ରାମ ଅଲି ଜଣେ ଥିଲେ, ସୀତା ଅଲି ଜଣେ ଥିଲେ, ଲକ୍ଷ୍ମୀ ଅଲି ଜଣେ ଥିଲେ, ନାରାୟଣ ଅଲି ଜଣେ ଥିଲେ, ରାଧା ଅଲି ଜଣେ ଥିଲେ, କୃଷ୍ଣ ଅଲି ଜଣେ ଥିଲେ। ଏସବୁ ସତ। ମାତ୍ର ରାଧାକୃଷ୍ଣ ନେଇଲେ ଦ୍ୱାପର ଯୁଗକୁ, ସେ ବଡ଼ ହେଲା ପରେ ତାଙ୍କୁ ନେଇଲେ ସତ୍ୟ ଯୁଗକୁ, ଲକ୍ଷ୍ମୀ ନାରାୟଣ, ନାଇଁ କି? ନାଁ ଯାକ ସତ, କିନ୍ତୁ ଯେଉଁ କାମ ଯାକ, ଯେଉଁ ଚରିତ୍ର ଯାହା ତାଙ୍କ ନାଁରେ ଲେଖିଦେଇଛନ୍ତି, ବଡ଼ ବଡ଼ କାହାଣୀ କରିଦେଇଛନ୍ତି। ଆଉ ପଇସା କେମିତି ରୋଜଗାର କରିବେ, ସମୟ କେମିତି ବ୍ୟତୀତ କରିବେ? ହଁ, କଂସ ଏବେ ଅଛନ୍ତି? ସତ୍ୟ ଯୁଗରେ ନାହିଁ। କେଉଁ ଯୁଗ? ସବୁ ଯୁଗର ମିକ୍ସ କରିଦେଇଛନ୍ତି ଆଉ। ସବୁ ଯୁଗରେ ଏବେ କଂସ, ରାମଚନ୍ଦ୍ର ଥିଲେ,
ରାବଣ ଏବେ ଅଛି ନା, ଅପିଏନି। କାହିଁକି ଅପିଏନି? କାହିଁକିନା ଆତ୍ମା ବୋଲି ଜାଣୁନାହାନ୍ତି, ପରମାତ୍ମାଙ୍କ ବିଷୟରେ ଜାଣିଲେନି। ତ ରାମାୟଣ ମହାଭାରତ ଭାଗବତ କଥା ଆଗା କହିବେ, ଆଉ ରାମାୟଣ କଥା କରୁଥିବେ, ଇଆଡ଼େ ଚାରି ଭାଇ ଘରେ ଝଗଡ଼ା କରୁଥିବେ। ରାମାୟଣ କ'ଣ? ପରିବାରରେ ସମସ୍ତଙ୍କର କେତେ ତ୍ୟାଗ ଦେଖା ହେଇଛି। ଏବେ କାହିଁ ତ୍ୟାଗ? କୁଆଡ଼ୁ ପଇସା ମିଳିବ ଦେଖ, ଯିଏ ପଇସା ଦେଲା ସେ ପ୍ରିୟ। ଘର ପରିବାର କେମିତି ଚାଲିଛି ଏବେ? ପଇସା ଯେତେ ଅଧିକ ସେ ଘରେ ସେତେ ଅଧିକ ଝଗଡ଼ା। ନଥିଲେ କେମିତି କ'ଣ କରିକିରି ପରସ୍ପର ସହଯୋଗ ଦେଇ ପରିବାର ଚଲାଉଛନ୍ତି ନା ନାଇଁ? ଯାହା ଘରେ ନଥିବ କେମିତି କରି ମୋ ପରିବାରଟା ସମସ୍ତେ ବଞ୍ଚିବେ କରିହେଲେରି ବଡ଼ କଷ୍ଟରେ ଯେଉଁ ପରିବାର ଜଣେ ଜଣକୁ ସହଯୋଗ ଦେଉଛନ୍ତି। ଯେଉଁଠି ଯେତେ ଅଧିକ ପଇସା ସେତେ କେସ୍, ପୁରା ଡାଇରେକ୍ଟ କେସ୍। କାହିଁକି ଆମକୁ ପଇସା ଦିଅନଥିଲେ କେସ୍। ସେ ମଲା ଯାଇ କେତେ ଜମିବାଡ଼ି ଏ ମୁଣ୍ଡମରାରେ ମଧ୍ୟ ପଡ଼ୁଛି, ବ୍ରହ୍ମପୁରରେ ମଧ୍ୟ ପଡ଼ୁଛି ଭାଇ ଝଗଡ଼ାରେ। ଅନ୍ୟମାନେ ସେଠି କାର୍ ରଖୁଛନ୍ତି, ପାର୍କିଂ କରୁଛନ୍ତି, ଏ ଦୁଇ ଜଣର ଗଲା। କହୁଛନ୍ତି ନା ହାଡ଼ି ଖାଇଲା ଆଲିରେ ପରସ୍ପର ଝଗଡ଼ା କରୁଥିବେ, ମଝିରେ ଓକିଲ ଖାଉଥିବ, ଅନ୍ୟମାନେ ଖାଉଥିବେ। ସେ ବାପାର ସମ୍ପତ୍ତି ଖତ ହେଉଥିବ। ଭଲ ଘର ହେଇଥିବ, ହେଲେ କାହାର ତ ଅଧିକାର ନାହିଁ। ଦୁଇ ଜଣ ତ କେସ୍ କରୁଥିବେ, ଝଗଡ଼ା କରୁଥିବେ। ସେ ଗଳିକିରି ତା ଭିତରେ ବଟ ବୃକ୍ଷ ଏଡ଼େ ଏଡ଼େ ଗଛ ମାନେ ହେଇକିରି ଅଛି। ଏମିତି ଅବସ୍ଥା ଏବେ ଦୁନିଆର, ନା ନାଇଁ? ସେଥିପାଇଁ ବାବା କ'ଣ କହୁଛନ୍ତି? ବାବା କହୁଛନ୍ତି ଏସବୁ ଶାସ୍ତ୍ରରେ ସତ୍ୟ ତ ବିଲକୁଲ ଅଟାରେ ଲୁଣ ସଦୃଶ ରହିଛି। ଏକଥା ମଧ୍ୟ ଲେଖାଯାଇଛି ଯେ ରୁଦ୍ର ଜ୍ଞାନ ଯଜ୍ଞ ରଚନା କରିଥିଲେ, ସେଥିରେ ଅସୁର ବିଘ୍ନ ପକାଉଥିଲେ, ଅବଳାମାନଙ୍କ ଉପରେ ଅତ୍ୟାଚାର ହେଉଥିଲା। ଏକଥା ତ ଠିକ୍ ଲେଖାଯାଇଛି। ଏବେ ତୁମେ ଜାଣୁଛ ଶାସ୍ତ୍ରରେ ସତ୍ୟ କ'ଣ ଓ ମିଥ୍ୟା କ'ଣ। ସ୍ୱୟଂ ଭଗବାନ କହୁଛନ୍ତି ଏ ରୁଦ୍ର ଜ୍ଞାନ ଯଜ୍ଞରେ ବିଘ୍ନ ନିଶ୍ଚୟ ପଡ଼ିବ, ନାଇଁ କି? ଏ ଯଜ୍ଞରେ ବିଘ୍ନ ନିଶ୍ଚୟ ପଡ଼ିବ। ଡ୍ରାମାରେ ନିଧାର୍ଯ୍ୟ ରହିଛି। ଏପରି ନୁହେଁ ଯେ ପରମାତ୍ମା ସାଥିରେ ଅଛନ୍ତି ତେଣୁ ବିଘ୍ନକୁ ହଟାଇ ଦେବେ। ଏଥିରେ ବାବା କ'ଣ କରିପାରିବେ? ଡ୍ରାମାରେ ଏସବୁ ହେବାରେ ହିଁ ଅଛି। ଏମାନେ ସମସ୍ତେ ବିଘ୍ନ ପକାଇଲେ ତ ପାପର ଘଡ଼ି ଭରିବ ନା, ପାପର ହାଣ୍ଡି ଭରିବ ନା। ବିଘ୍ନ ପକେଇଲେ ତ ପାପର ହାଣ୍ଡି ଭରିବ ନା। ବାବା ବୁଝାଉଛନ୍ତି ଡ୍ରାମାରେ ଯାହା ନିଧାର୍ଯ୍ୟ ରହିଛି ତାହା ହିଁ ହେବ। ଅସୁରଙ୍କ ଦ୍ୱାରା ବିଘ୍ନ ନିଶ୍ଚୟ ପଡ଼ିବ। କାହିଁକି ନା ଆମର ରାଜଧାନୀ ସ୍ଥାପନ ହେଉଛି। ଅଧାକଳ୍ପ ମାୟାର ରାଜ୍ୟରେ ମନୁଷ୍ୟ କେତେ ତମ ପ୍ରଧାନ ବୁଦ୍ଧି ଭ୍ରଷ୍ଟାଚାର ହୋଇଯାଇଛନ୍ତି। ଏବେ ମଣିଷର ବୁଦ୍ଧି ତମ ପ୍ରଧାନ ଭ୍ରଷ୍ଟାଚାର ହେଇଯାଇଛନ୍ତି। ପୁଣି ତାଙ୍କୁ ଶ୍ରେଷ୍ଠାଚାରୀ କରାଇବା ବାବାଙ୍କର କାମ ଅଟେ ନା। ଭ୍ରଷ୍ଟାଚାରୀ ହେବାର ଅଧା କଳ୍ପ ଲାଗୁଛି, ପୁଣି ଗୋଟେ ସେକେଣ୍ଡରେ ବାବା ଶ୍ରେଷ୍ଠାଚାରୀ ହେବା ପାଇଁ ମାତ୍ର ଗୋଟେ ସେକେଣ୍ଡ, ଭ୍ରଷ୍ଟାଚାର ହେବା ପାଇଁ 5000 ବର୍ଷ। ନିଶ୍ଚୟ ହେବାରେ ସମୟର ଆବଶ୍ୟକତା ନାହିଁ। ଗୋଟେ ସେକେଣ୍ଡରେ ନିଶ୍ଚୟ ହେଇଯାଉଛି ନା, ତ ନିଶ୍ଚୟ ହେବାରେ ସମୟର ଆବଶ୍ୟକତା ନାହିଁ। ଏହିପରି ବହୁତ ଭଲ ଭଲ ସନ୍ତାନ ମାନେ ଅଛନ୍ତି ଯାହାଙ୍କର ନିଶ୍ଚୟ ହେଉଛି, ତୁରନ୍ତ ପ୍ରତିଜ୍ଞା କରୁଛନ୍ତି, କିନ୍ତୁ ମାୟା ପେହଲୱାନ ଅଟେ ନା। ଘରେ କ'ଣ ମୁଁ ଜଣେ କି? ମୁଁ ଗୋଟେ କହିଲା ବେଳୁ, ମୁଁ ଜ୍ଞାନରେ ଚାଲିଲା ବେଳକୁ ମା' ଗୋଟେ କଥା କହିବ, ବାପା ଗୋଟେ କଥା, ସ୍ୱାମୀ ଗୋଟେ କଥା, ପୁଅ ଗୋଟେ କଥା। ହେଲେ ମୁଁ ତ 24 ଘଣ୍ଟା ତାଙ୍କ ସହିତ ରହିଲି, ତାଙ୍କ କଥା ଶୁଣିବି ନା ନାହିଁ? ଶୁଣିବି ନା ନାହିଁ ମୋ ଉପରେ ନିର୍ଭର କରୁଛି। ଶୁଣିବି ବୋଲି ସମସ୍ତେ ଶୁଣୁଛେ ନା କ'ଣ? ନା ସମସ୍ତେ ଶୁଣୁନେ। ସମସ୍ତଙ୍କର ନିଜ ନିଜର ବାବା ଉପରେ କେତିକି ନିଶ୍ଚୟ ଅଛି, ସେ ପରସେଣ୍ଟେଜ ଅନୁସାରେ ଆମେ ଘର ଲୋକଙ୍କ କଥା ଶୁଣୁଛନ୍ତି। ଯାହାର ବାବା ଉପରେ ନିଶ୍ଚୟ କମ୍, ସେ ଘର ଲୋକଙ୍କ କଥା ଆଗା ଶୁଣିବ। ଯାହାର ବାବା ଉପରେ ନିଶ୍ଚୟ, ସେ ବାବା ଯେମିତି କହୁଛନ୍ତି ସେମିତି କରିବ। ଠିକ୍ ନା ନାହିଁ? ଗୋଟେ ସାଇଡ୍ ଭଗବାନ, ଗୋଟେ ସାଇଡ୍ ମଣିଷ, ଗୋଟେ ସାଇଡ୍ ବାବା, ଗୋଟେ ସାଇଡ୍ ଲୌକିକ ସମ୍ବନ୍ଧୀ। ହେଲେ ଆତ୍ମାର ଯେତିକି ପୁଣ୍ୟ ଥିବ ସେ ସେତିକି ବାବାଙ୍କ ଉପରେ ନିଶ୍ଚୟ କରିବ। ପୁଣ୍ୟ ହିଁ ପରମାତ୍ମାଙ୍କର ନିକଟକୁ ନେଉଛି, ପାପ ମଣିଷ ନିକଟକୁ ନେଉଛି। କାହିଁକି? ଯେତେ ମଣିଷର ନିକଟବର୍ତ୍ତୀ ହବା ତମ ପ୍ରଧାନ ବୁଦ୍ଧିରେ କର୍ମ ମଧ୍ୟ ତମ ପ୍ରଧାନ ହବ ନା। ବାବା ଶ୍ରୀମତ ଦେଇକି ବୁଦ୍ଧି କ'ଣ କରୁଛନ୍ତି? ଆମର ସତ ପ୍ରଧାନ କରୁଛନ୍ତି। ହେଲେ ଘର ଲୋକ ତ ଶ୍ରୀମତ କ'ଣ ଜାଣିନାହାନ୍ତି ନା। ଘର ଲୋକ ଶ୍ରୀମତ କ'ଣ ଜାଣିଛନ୍ତି? ଆମ ଘର ଲୋକ ଶ୍ରୀମତ କ'ଣ ଜାଣିଛନ୍ତି? ନାଇଁ ନା। ତାଙ୍କେ ତ ତାଙ୍କୁ ଯିଏ ଠିକ୍ ଲାଗୁଛି କହିବେ, କିନ୍ତୁ ସବୁଦିନ ମୁରଲି କିଏ ଶୁଣୁଛି? ମୁଁ ଶୁଣୁଛି। କିନ୍ତୁ ମୋର ବାବା ଉପରେ କେତେ ନିଶ୍ଚୟ ଅଛି। ପଞ୍ଚୁ ପାଣ୍ଡବ 5 ଥିଲେ, କୌରବ 100 ଥିଲେ, କିନ୍ତୁ
କିନ୍ତୁ 5 ହେଲେ ମଧ୍ୟ ଜିତିଲେ କାହିଁକି ତାଙ୍କୁ ନିଶ୍ଚୟ ଅଛି ଶ୍ରୀକୃଷ୍ଣଙ୍କ ଉପରେ। ସେଥିପାଇଁ ଘରେ ସମସ୍ତେ ଏକାଠି ହୁଅନ୍ତୁ, ସଂସାରଟା ଯାଏ ଏକ ହୋଇଯାଆନ୍ତୁ, କିନ୍ତୁ ମୁଁ କେତେବେଳେ ଜିତି ଯଦି ମୁଁ ବାବାଙ୍କ ଉପରେ ଯେତିକି ନିଶ୍ଚୟ ଥିବ ତାହେଲେ ମୁଁ ଜିତି ନା, ନଥିଲେ ମାୟା ପାଖରେ ତ ନିଶ୍ଚୟ ହାରି ନା, କାରଣ ଚାରିଆଡ଼େ ମାୟାର ଦୁନିଆ ନା। ମନରେ କିଛି ନା କିଛି ତୋଫାନ ସୃଷ୍ଟି କରୁଛି, ମନରେ ଆସିଲେ ମଧ୍ୟ ପୁରୁଷାର୍ଥ କରି ତାକୁ କର୍ମରେ ଆଣନି। ଯଜ୍ଞରେ ବିଘ୍ନ ପକାଇବା ପାଇଁ ମନରେ 1000 ତୁଫାନ ଆସିଲେ ମଧ୍ୟ ବାବା କହିଲେ ମନରେ ଆସିଲେ ମଧ୍ୟ ତାକୁ କର୍ମରେ ଆଣନି, ତୁଫାନ ସୃଷ୍ଟି କରନି। ସମସ୍ତେ ପୁରୁଷାର୍ଥ କରୁଛନ୍ତି, କର୍ମାତୀତ ଅବସ୍ଥା ତ କାହାର ହେଇନି। ଏଇଟା ବ୍ରହ୍ମବାବା ଥିଲା ବେଳେ କହୁଛନ୍ତି, ଏବେ କେତେ ଜଣ ନା କର୍ମାତୀତ ଅବସ୍ଥା ହେଇକିରି ପଳେଇଲେଣି। ଏ କଥାଟା ଭାବିକିରି ବସନି ଯେ କାର ତ ହେଇନି ଆଉ, କୋଉ ଦାଦି ଦିଦିର ତ ହେଇନି ଆଉ ମୋର କୁଆଡ଼େ ହେଇଯିବ, ଏମିତି ଭାବିବନି। କେତେ ଜଣ ନା କର୍ମାତୀତ ଅବସ୍ଥା ହେଇକିରି ବାବାର ସମ୍ପୂର୍ଣ୍ଣ ହେଇକିରି ଶରୀର ଛାଡ଼ିକି ଗଲେଣି। ହଁ, କିଛି ନା କିଛି କର୍ମେନ୍ଦ୍ରିୟ ଦ୍ୱାରା ଭୁଲ ହେଇଯାଉଛି। କର୍ମାତୀତ ଅବସ୍ଥାରେ ପହଞ୍ଚିବା ପାଇଁ ମଝିରେ ବିଘ୍ନ ନିଶ୍ଚୟ ପଡ଼ିବ। ବାବା ବୁଝାଉଛନ୍ତି ପୁରୁଷାର୍ଥ କରି କରି ଶେଷରେ ଯାଇ କର୍ମାତୀତ ଅବସ୍ଥା ହେବ। ପୁଣି ତ ଏଇ ଶରୀରରେ ରହିପାରିବ ନାହିଁ, ସେଥିପାଇଁ ସମୟ ଲାଗୁଛି, କିଛି ନା କିଛି ବିଘ୍ନ ପଡ଼ୁଛି, କେଉଁଠି ମାୟା ହରାଇ ବି ଦେଉଛି। ଏହା ବକ୍ସିଂ ଗୋଟେ ନା, ବକ୍ସିଂ ଚାଲିଛି ନା। ଆମେ ଖାଲି ମାରୁଥିବା ମାୟା ଛାଡ଼ିଦେବ କି? ଆହୁରି ସେ ତ ପେହଲୱାନ ନାଇଁ କି? ଆମେ ଯେତେ ପାୱାରଫୁଲ୍ ହେବା ମାୟା ମଧ୍ୟ ଆମ ସହିତ ସେତେ ପାୱାରଫୁଲ୍ ହେଇକିରି ଲଢ଼ୁଛି। ଏହା ବକ୍ସିଂ ଗୋଟେ ନା। ଚାହୁଁଛନ୍ତି ବାବାଙ୍କ ସ୍ମୃତି ରହିବ, କିନ୍ତୁ ରହିପାରୁନାହାନ୍ତି। ଯାହା କିଛି ସମୟ ରହିଛି ଧୀରେ ଧୀରେ ସେଇ ଅବସ୍ଥାକୁ ଧାରଣ କରିବାକୁ ହେବ। ଯେତିକି ସମୟ ମିଳିଛି କର୍ମାତୀତ ଅବସ୍ଥାକୁ ଧାରଣ କରିବାର ଅଛି। ଦେଖ, ଆମେ ଯଦି ଟଙ୍କାକୁ ଇମ୍ପୋର୍ଟାନ୍ସ ଦେବା, ଟଙ୍କାର ମୂଲ୍ୟକୁ ବୁଝିକି ଠିକ୍ରେ କାମରେ ଲଗାଇବା, ଆମ ଜୀବନରେ ଟଙ୍କାର କେବେ ଅଭାବ ହେବନି। ଯେମିତି ସେମିତି ସମୟର ମୂଲ୍ୟକୁ ବୁଝି ଯଦି ସମୟକୁ ଠିକ୍ରେ କାମରେ ଲଗାଇବା ତ ସମୟ ଆମକୁ କେବେ ଧୋକା ଦେବନି। ତେଣୁ ବାବା କ'ଣ କହୁଛନ୍ତି, ଧୀରେ ଧୀରେ ସେ ଅବସ୍ଥା ଧାରଣ କରିବାକୁ ହେବ। ଜନ୍ମରୁ ତ କେହି ରାଜା ହୋଇନଥାନ୍ତି, ଛୋଟ ପିଲା ଧୀରେ ଧୀରେ ବଡ଼ ହେବ ନା, ଏଥିରେ ମଧ୍ୟ ସମୟ ଲାଗିଥାଏ। ତମ ପ୍ରଧାନରୁ ସତ ପ୍ରଧାନ ହେବା ପାଇଁ ସମୟ ଲାଗୁଛି। ଏବେ ତ ବାକି ଅଳ୍ପ ସମୟ ରହିଛି। ସମସ୍ତ ଆଧାର ପୁରୁଷାର୍ଥ ଉପରେ ରହିଛି। ଧ୍ୟାନ ଦେବାକୁ ହେବ। ଆମେ ଯେପରି ବି ହେଉ ବାବାଙ୍କ ଠାରୁ ନିଶ୍ଚୟ ସମ୍ପତ୍ତି ନେବ। କ'ଣ ସଂକଳ୍ପ କରିବା? ମୁଁ ବାବାଙ୍କ ଠାରୁ ଯେମିତି ହେଲେ ସମ୍ପତ୍ତି ନିଶ୍ଚୟ ନେବି। ମାୟାର ସମ୍ମୁଖୀନ ହେବା ପାଇଁ ପ୍ରତିଜ୍ଞା କରୁଛନ୍ତି। ମାୟା ମଧ୍ୟ କମ୍ ନୁହଁ, ସାଧାରଣ ରୂପରେ ମଧ୍ୟ ଆସୁଛି, ବିକଟାଳ ରୂପରେ ମଧ୍ୟ ଆସୁଛି, ନାଇଁ କି? ମାୟା କ'ଣ ସାଧାରଣ ରୂପରେ ଆସିବ? ଛୋଟ ପିଲାଟାକୁ ଚୋର ଚକୋଲେଟ୍ ଦେବ, ସେ ନାଇଁ କହିଲେ ତାକୁ ଭିଡ଼ି ଧରିକି ପଳେଇବ, ହେଉଛି ନା ନାଇଁ? ଏବେ ରିସେଣ୍ଟ 4 ଦିନ ତଳେ ଛୋଟ ପିଲା 2ଟା ସାଙ୍ଗ ହେଇ ଟ୍ୟୁସନ୍ରୁ ଘରକୁ ଯାଉଛନ୍ତି। ରାତିରେ 2ଟା ଲୋକ ସେ ଛୋଟ ପିଲାଟାକୁ ଟାଣିଲା, ହାତ ଧରାଧରି ହେଇ ଚାଲିଛନ୍ତି। ଛୋଟ ପିଲାଟା ନା, ସିଏ ତ ଟାଣିଲେ ପଳେଇବ, କିନ୍ତୁ ବଡ଼ ପିଲାଟା ତା ହାତ ଛାଡ଼ୁନି। ସେ ନ ଛାଡ଼ିରି ପାଟି କଲା ଜୋରରେ। ଜୋରରେ ପାଟି କଲା ବେଳକୁ ଲୋକ ଏକାଠି ହେଲେ, କିଏ କାହା ଘରେ ଥିବ, ଦାଣ୍ଡରେ ଥିବ, କ'ଣ ହେଲେ ଦେଖିଲା ବେଳକୁ ସେମାନେ ଛାଡ଼ିକି ପଳେଇଲେ। ବୁଝିପାରିଲ? ଟିକେ ବଡ଼ ହେବାର ଅଛି ନା। ସବୁବେଳେ ଛୋଟ ଆଗା ହେଇଥିବା କି ଟାଣି ଦେଲେ ମାୟା ପଳଉଥିବା, ଚକୋଲେଟ୍ ଦେଲେ ପଳଉଥିବା, ଟାଣି ଦେଲେ ପଳଉଥିବା। ରାସ୍ତା ଅଛି ନା ନାଇଁ ମାୟା ପାଖରୁ ମୁକ୍ତ ହେବା ପାଇଁ? ସାଧାରଣ ରୂପରେ ମଧ୍ୟ ଆସି, ବିକଟାଳ ରୂପରେ ମଧ୍ୟ ଆସି। ଧୀରେ କିନା କହ, ନ ଶୁଣିଲେ ଜୋର ଜବରଦସ୍ତ। ତୁ ଧୀରେ କହ କି ପ୍ୟାରରେ କହ କି ଜୋର ଜବରଦସ୍ତ କହ, ମୁଁ ତୋର ନାହିଁ, ମୁଁ ତ ବାବାର। ମାୟାର ପୁଣି ବାବା ତୁ ଯେମିତି କହୁଛୁ କହ, ମୁଁ ମାୟାର। ମାୟା ତୁ ଯେତେ ପ୍ରକାର ଅଭିନୟ କରେ, ମୁଁ ତ ବାବାର। एकथा कौनसी शास्त्र नहीं। बाबा कहते तुमको एवं बुझाऊे बाबा द्वारा तुम्हें सद्गति को पाई जाऊच, पुणी ये ज्ञानर आवश्यकता रही। ज्ञान द्वारा सद्गति हो जाए। सत्ययुग को सद्गति कहुच्छे, कलिजुग समस्त दुर्गति। संतान मानक लक्ष्य दि जाए। एक बुझीच जे ड्रामा अनुसार गछ बढ़िबारे समय तो लगे ही, बहुत विघ्न तो पड़ुची, बदलवा पड़ुची, कौड़ीरू हीरा तुल्य होगाक पड़ुची। राति दिन फरक रही। वर्तमान पर्यंत देवता मान मंदिर तैयारी कर चलती, एवं जाए आहरी मंदिर तैयारी चलती। तुम्हें ब्राह्मण मैंने मंदिर तैयारी कर कहीं ता हूँ
ଭକ୍ତି ମାର୍ଗ। ଦୁନିଆର ଲୋକଙ୍କୁ ଏକଥା ଜଣା ନାହିଁ ଯେ ଏବେ ଭକ୍ତି ମାର୍ଗ ଶେଷ ହୋଇ ଜ୍ଞାନ ମାର୍ଗ ଜିନ୍ଦାବାଦ। ଭକ୍ତି ମାର୍ଗ ମୁର୍ଦାବାଦ, ଜ୍ଞାନ ମାର୍ଗ ଜିନ୍ଦାବାଦ। ଏକଥା କେବଳ ତୁମେ ସନ୍ତାନ ମାନେ ହିଁ ଜାଣିଛ। ମନୁଷ୍ୟ ତ କଳିଯୁଗକୁ ଏତେ ଛୋଟ ପିଲା ବୋଲି ଭାବୁଛନ୍ତି। ତାଙ୍କର ସମସ୍ତ ଆଧାର ଶାସ୍ତ୍ର ଉପରେ ରହିଛି। ତୁମମାନଙ୍କୁ ତ ବାବା ବସି ସବୁ ବେଦଶାସ୍ତ୍ର ରହସ୍ୟ ବୁଝାଉଛନ୍ତି। ବାବା କହୁଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ତୁମେ ଯାହା କିଛି ପଢ଼ିଛ ସେ ସବୁକୁ ଭୁଲିଯାଅ। ଏହାଦ୍ୱାରା କାହାର ସଦ୍ଗତି ହେବନି। ଯେଉଁ ଶାସ୍ତ୍ର ପଢ଼ିଛ ଏହା ଦ୍ୱାରା କାହାର ସଦ୍ଗତି ହେବନି। ଏହାଦ୍ୱାରା କେବଳ ଅଳ୍ପ କାଳର ସୁଖ ମିଳି ଆସେ। ସର୍ବଦା ସୁଖ ହିଁ ସୁଖ ମିଳିବ ଏପରି ତ ହେଇପାରିବନି। ଶାସ୍ତ୍ର ଦ୍ୱାରା ସୁଖ ହିଁ ସୁଖ ମିଳିବ ଏମିତି ହେଇପାରିବନି। ଏହା ହେଉଛି କ୍ଷଣଭଙ୍ଗୁର ସୁଖ। ଏ ସଂସାରର ସୁଖ କ୍ଷଣଭଙ୍ଗୁର ସୁଖ। ମନୁଷ୍ୟ ବହୁତ ଦୁଃଖରେ ରହିଛନ୍ତି। ମନୁଷ୍ୟ କଥା ଜାଣିନାହାନ୍ତି ଯେ ସତ୍ୟ ଯୁଗରେ ଦୁଃଖର ଚିହ୍ନ ବର୍ଣ୍ଣ ରହିବ ନାହିଁ। ଟିକେ ଟଙ୍କା ଦେଲେ ଭାବୁଛନ୍ତି ମୁଁ ତ ସ୍ୱର୍ଗରେ ଅଛି, କିନ୍ତୁ ସ୍ୱର୍ଗ କ'ଣ ଜଣା ହିଁ ନାହିଁ। ସେମାନେ ସତ୍ୟଯୁଗ ପାଇଁ ମଧ୍ୟ ଏହିପରି କଥା କହିଦେଇଛନ୍ତି। ସେଠାରେ କୃଷ୍ଣପୁରୀରେ କଂସ ଥିଲା, ଇଏ ଥିଲା, ଶ୍ରୀକୃଷ୍ଣ ଜେଲରେ ଜନ୍ମ ନେଲେ, ବହୁତ କଥା ଲେଖିଦେଇଛନ୍ତି। ଶ୍ରୀକୃଷ୍ଣ କ'ଣ ଜେଲରେ ଜନ୍ମ ହେବେ? ସତ୍ୟଯୁଗର ପ୍ରଥମ ରାଜକୁମାର କେତେ ଆଡ଼ମ୍ବରରେ ଆସିବେ। ତେବେ ଶ୍ରୀକୃଷ୍ଣ ସ୍ୱର୍ଗର ପ୍ରଥମ ନମ୍ବର ରାଜକୁମାର ଅଟନ୍ତି। ସେ କି ପାପ କରିଥିଲେ ଜେଲରେ ଜନ୍ମ ହେବେ ଯେ? ଏସବୁ ମନଗଢ଼ା କଥା। ଏକଥା ମଧ୍ୟ ତୁମେ ଏବେ ଜାଣୁଛ ଯେତେବେଳେ କି ବାବା ସତ୍ୟ ବତାଉଛନ୍ତି। ବାବା ହିଁ ଆସି ସତ୍ୟଖଣ୍ଡ ସ୍ଥାପନା କରୁଛନ୍ତି। ସତ୍ୟଖଣ୍ଡରେ କେତେ ସୁଖ ଥିଲା, ମିଥ୍ୟାଖଣ୍ଡରେ କେତେ ଦୁଃଖ ରହିଛି ଏସବୁ ଭୁଲି ଯାଇଛନ୍ତି। ସତ୍ୟଖଣ୍ଡରେ ଏତେ ସୁଖ ଥିଲା ବୋଲି ସବୁ କଥା ଆମେ ଭୁଲି ଯାଇଛନ୍ତି। ତୁମେ ଜାଣିଛ ଯେ ଆମେ ଶ୍ରୀମତ ଦ୍ୱାରା ସତ୍ୟଖଣ୍ଡ ସ୍ଥାପନ କରି ତାର ମାଲିକ ହବ। ଶ୍ରୀମତ ଦ୍ୱାରା ସତ୍ୟଖଣ୍ଡ ସ୍ଥାପନ କରି ତାର ମାଲିକ ହେବ। ବାବା ବୁଝାଉଛନ୍ତି ଏହିପରି ଶ୍ରୀମତରେ ଚାଲିବା ଦ୍ୱାରା ତୁମେ ଉଚ୍ଚ ପଦ ପାଇପାରିବ। ବାବାଙ୍କର ମତ ଶ୍ରେଷ୍ଠ। ବାବାଙ୍କ ମତରେ ଯିଏ ଚାଲିବ ଶ୍ରେଷ୍ଠ ନା, ମତ ଶ୍ରେଷ୍ଠ ନା। ଶ୍ରେଷ୍ଠ ମତରେ ଚାଲିଲେ ମଣିଷ ଶ୍ରେଷ୍ଠ ହେବ। ପିଲାମାନେ ଜାଣିଛନ୍ତି ଏଇ ପାଠ ପଢ଼ି ଆମକୁ ସୂର୍ଯ୍ୟବଂଶୀ ମହାରାଜା ମହାରାଣୀ ହେବାକୁ ପଡ଼ିବ। ସମସ୍ତଙ୍କର ଇଚ୍ଛା ମଧ୍ୟ ଉଚ୍ଚ ପଦ ପାଇବା ପାଇଁ ରହିଛି। ସମସ୍ତଙ୍କର ପୁରୁଷାର୍ଥ ଜାରି ରହିଛି। ନିଷ୍ଠାବାନ ଭକ୍ତମାନେ ଚିତ୍ର ସାଥିରେ ରଖିଥାନ୍ତି ଯେପରି ଘଡ଼ି ଘଡ଼ି ତାଙ୍କର ସ୍ମୃତି ରହିପାରିବ। ନାଇଁ କି? ନିଷ୍ଠାବାନ ଭକ୍ତ ମୁଦି ଲଗେଇଥିବେ ତାଙ୍କ ଠାକୁରଙ୍କର, ଲକେଟ୍ ଲଗେଇଥିବେ, ଘଡ଼ି ଘଡ଼ି ସେ ଠାକୁର ତାଙ୍କୁ ମନେ ପଡ଼ିବାର ଅଛି। ବାବା ମଧ୍ୟ କହୁଛନ୍ତି ତ୍ରିମୂର୍ତ୍ତି ଚିତ୍ର ସାଥିରେ ରଖ, ତେବେ ଘଡ଼ି ଘଡ଼ି ସ୍ମୃତି ରହିବ। ତ୍ରିମୂର୍ତ୍ତି ଚିତ୍ର ବେଡ୍ସ ଲଗେଇକି ରଖ, ତାହେଲେ ବାବା ଘଡ଼ି ଘଡ଼ି ମନେ ପଡ଼ିବେ। ବାବାଙ୍କୁ ମନେ ପକାଇବା ଦ୍ୱାରା ଆମେ ସୂର୍ଯ୍ୟବଂଶୀ କୂଳରେ ଆସିଯିବୁ। ଦେଖ, ଘର ଲୋକ ମନେ ପକାଇଲେ ସୂର୍ଯ୍ୟ କେଉଁଠି ଯିବ? ଆଉ ଥରେ କଳିଯୁଗରେ ଜନ୍ମ ନେବ ଗ୍ୟାରେଣ୍ଟି। ଆଉ ବାବାଙ୍କୁ ମନେ ପକାଇଲେ ସୂର୍ଯ୍ୟବଂଶୀ। ସୂର୍ଯ୍ୟବଂଶୀ ବଦଳରେ କ'ଣ ଆସିବ? ଚନ୍ଦ୍ରବଂଶୀ। ରାତିର ପ୍ରତିଶବ୍ଦ କ'ଣ? ହଁ, ଶୂଦ୍ରବଂଶୀ। ଶୂଦ୍ରବଂଶୀ ନାଇଁ କି? ବାବାଙ୍କୁ ମନେ ପକାଇଲେ ସୂର୍ଯ୍ୟବଂଶୀ, ଆଲୋ ଘର ଲୋକ ମନେ ପକାଇଲେ ଶୂଦ୍ରବଂଶୀ। ଏବେ କେଉଁ ବଂଶରେ ଯିବ ସେ କାମ କର। ଟ୍ରେନିଂ ସେଣ୍ଟର ଖୋଲିଦେଲେ ବାବା, ଯେଉଁ ଟ୍ରେନିଂ ନେବ ସେଇଠି ଚାକିରି କରିବ, ନାଇଁ କି? ବାବାଙ୍କ ଦ୍ୱାରା ଆମେ ସୂର୍ଯ୍ୟବଂଶୀ କୂଳକୁ ଯିବୁ। ସକାଳୁ ଉଠିଲା ମାତ୍ରେ ହିଁ ଦୃଷ୍ଟି ତା ଉପରେ ପଡ଼ିବ। ଏହା ମଧ୍ୟ ଏକ ପୁରୁଷାର୍ଥ ଅଟେ। ମୁଁ ତ ସୂର୍ଯ୍ୟବଂଶୀରେ ଯିବି, ସକାଳୁ ଉଠିଲେ ଦୃଷ୍ଟି ସେଇଠି ପଡ଼ିବ। ଏହା ମଧ୍ୟ ଏକ ପୁରୁଷାର୍ଥ ଅଟେ। ବାବା ରାୟ ଦେଉଛନ୍ତି ଯେଉଁମାନେ ଭଲ ଭକ୍ତ ସେମାନେ ବହୁତ ପୁରୁଷାର୍ଥ କରୁଛନ୍ତି। ଆଖି ଖୋଲିବା ସଙ୍ଗେ ସଙ୍ଗେ ହିଁ ଶ୍ରୀକୃଷ୍ଣ ମନେ ପଡ଼ନ୍ତୁ, ସେଥିପାଇଁ ଚିତ୍ର ସମ୍ମୁଖ ରଖିଥାନ୍ତି। ତୁମ ପାଇଁ ତ ଆହୁରି ସହଜ। ଦେଖ, ବାବା କ'ଣ ବାପା ମାଆ ଛାଡ଼ିଦିଅ ସେବା କରିନେଲି କହୁଛନ୍ତି କି? ସବୁ କର୍ତ୍ତବ୍ୟ କର, ମାତ୍ର ଡିଟାଚ୍ ହେଇକିରି ନିର୍ମୋହୀ ହୋଇକିରି କର। କିଛି ଆଶା ରଖନି, କିନ୍ତୁ ଆଖି ଖୋଲିଲେ ବୁଦ୍ଧି କୁଆଡ଼େ ଯିବାର ଅଛି? ବାବାଙ୍କ ଆଡ଼େ ଯିବାର ଅଛି। ଯାଉଛି କି? ଯାଉନି, କାହିଁକିନା ଯୋଗ କରୁନେ ନା। ଯୋଗ କରୁନି, ଜ୍ଞାନ ବୁଝିଲେ କ'ଣ ହେବ? ଖାଲି ମୁରଲିରେ ବାବା କ'ଣ ସାନ ପିଲାଟା ହେଲେ ଜ୍ଞାନ ବୁଝେଇଦେବ, କିଛି ବଡ଼ କଥା ନାହିଁ। କିନ୍ତୁ ଯୋଗରେ ବଡ଼ ବଡ଼ ମହାରଥୀ ମଧ୍ୟ ଫେଲ୍। ହେଲେ ଯୋଗ ନ କଲେ ବୁଦ୍ଧି ଯିବ କି? ଆମେ ଭାବୁଛେ ଏଇଟା କର୍ତ୍ତବ୍ୟ କ'ଣ କରିନି, କର, କିଏ ମନେ କରୁଛି? କିନ୍ତୁ ବାବାଙ୍କୁ ମନେ ପକେଇ ମୋର କର୍ତ୍ତବ୍ୟ ସେଇଟା କରୁଛି, ହେଲେ ନୁକସାନ କାହାର ହେଉଛି? ନିଜର ନୁକସାନ ହେଉଛି।
तुम पाई तो आहरी सहज जदि सहजरे मन पड़ुनी माया हैरान करुची यदि बाबा सहजरे मन पड़ुना तार तो माया हैरान करुची तेबे मन पकाइवाई यही चित्र साहाय्य करियो नहीं कि जो सब चित्र लगे देथियो घरे हाँ जिते भी काम सरला चित्र आगे बसियो आम ये सैडी बसे सेमती ना केबे भी थकिगल घर काम सरला बाबार कहले चित्र आगे बस पड़े हेले से चित्र आगे चित्र उपर नजरटा कले बुद्धि ता विषय चलियो तेबे मन पकाइवाई चित्र साहाय्य करियो श्री बाबा आमको ब्रह्मा द्वारा विष्णुपुरी मालिक कराउछन्ते आमे बाबांक द्वारा विश्वर मालिक होछु एक कथा स्मरण रहिबा द्वारा मते बहुत साहाय्य मिले जो संतान माने भाबुछन्ती घड़ी घड़ी विस्मृति हो जाउछि ते बाबा सेमानको राय दउछन्ती चित्र सम्मुख रखिले बाबा भी और वर्षा भी मन पड़े किंतु ब्रह्मा को मन पकेइबार नाही निर्बंध कले कोन दलाल कथा मन पड़ी थाए ना लौकिक संबंध बापा माँ को मन पक ना अलौकिक ब्रह्मा बाबा को मन पक कौन सी शरीरधारी को मन पकेयार नाही तुम्हें बाबा को भल भाव स्मरण कले बाबा मध्य तुमको मन पकेबे बाबा कमानु मन पके जे बाबा को मन पके बाबा ताकू मन पके स्मृति द्वारा स्मृति आसी था एबे प्रेमिकों कर्तव्य को तुम्हें जानिछ शिवंकर केते ढेर भक्त रही शिव शिव बोली कही चली थांती किंतु यह भूल शिव काशी विश्वनाथ पुणी गंगा कही दउचंती नदी कूल जाई बसुंती से माने एक कथा बुझुना जे बाबा ज्ञानर सागर अटंती बनारस को बहुत विदेशी देखा जाइथांती बड़ बड़ घाट रही मध्य समस्त को श्री बाबांकर मंदिर तो आकर्षित करछि समस्ते तांको पाखु जाउछन मंदिर तो का पाखु जीवनी हैला मंदिर का पाखु जियो कि लोक मंदिर को जाउछन ना मंदिर तो का पाखु जीवनी मंदिर देवता माने आकर्षित करते शिव बाबा मध्य आकर्षित करते नंबर 1 होचंदी शिव बाबा पुणी द्वितीय नंबर रे ब्रह्मा बाबा और सरस्वती से माने पुणी विष्णु सो ब्रह्मा होचंती ब्राह्मण अर्थात विष्णुपुर देवता अर्थात ब्राह्मण आमे देवता होचु तो अन्य को मध्य रास्ता बतेबा को हेबो एहा तुमर धंदा हमर बिजनेस हला आमे देवता हबा अन्य को मध्य देवता हबार रास्ता बतेया आउ समस्ते जंगल को नहीं जाई थांती तुमे जंगल रु बाहर करी बगीचा को नहीं जाउछ शिवबासी कंटा को फूल करछंती तुमे मध्य धंदा करछ ए कथा केवल तुमे ही जानिछ देख घर परिवार भितर बसिकी घर परिवार विषय चर्चा करिया अर्थ निजे जंगल गले बाकी सब जंगल को धरी गले ज्ञान चर्चा करिया बाबांगर कथा अर्थ निजे फूल परी हेले अन्य मानक मध्य फूलर बगीचा को नहीं गले एक कथा केवल तुम्हें ही जानिछ कई राजाराणी तो नाहंती जहाँ को तुम्हें बुझाइबो गायन रही पांडवों को 3 पाद पृथ्वी मिली नथिला बाबा समर्थ थिबारु तांको विश्वर बादशाही देदेले नहीं कि पांडव को 3 पदर पृथ्वी मिली नथिला किंतु ब्रह्मा बाबा समर्थ से बाबा तांको विश्वर बादशाही देदेले एबे मध्य से अभिनय चलिबो ना बाबा गुप्त अटंती श्री बाबा गुप्त अटंती श्रीकृष्ण ऊपर तो कौन सी विघ्न पड़ पार ना एबे बाबा आसते बाबा पाखर आसी वर्षा नेबाक हेबो एथिपाई मेहनत करिया पड़ियो दिन को दिन नुआ नुआ पॉइंट मान बाहरुचे देखा जाउचे प्रदर्शन रे बुझाइबा द्वारा भल प्रभाव पड़ुचे जते प्रदर्शन रे बुझाउचे लोकन ऊपर सेते भल प्रभाव पड़ुचे लोक नाम देखुछंती ज्ञान कोन जानुछंती कहिले ना से माने बुझुछंती देखा हुए जे प्रदर्शन द्वारा भल प्रभाव पड़ुछि ना प्रोजेक्टर द्वारा प्रदर्शन रे बुझेबा समय चेहरा को देखि बुझे पारियो प्रोजेक्टरटा लगे देले जे जा जगह बस पड़लो चेहरा को देखिले हमर दृष्टि हमर वाइब्रेशन ताकू मिलुछि और ता सहित प्रश्न उत्तर होछि जानिछ जे गीतार भगवान बाबा अटंती तेबे बाबांक ठारू संपत्ति नेबार पुरुषार्थ करियागु हबो 7 दिन समय देबा खबर लेखि करि दियो नचेत बाहर को जिबा द्वारा हे माया भुलाइदेव जन ध्यान रे शुणला से लेखई दियो 7 दिन आसी शुणीगली लेख ओली नथले फर्स्ट सेकेंड थर्ड ज्ञान शुण शुण जीवे जो धारणा पॉइंट आसी धीरे धीरे रही जाउछंती नहीं कि कोर्स करले एमदी ही होछि ध्यान दे शुणुचंती लास्ट जो धारणा पॉइंट कुआ होछि से जोग उपरे
ଯୋଗ ପାଇଁ କ'ଣ କ'ଣ ଧାରଣା କରିବା ଧୀରେ ଧୀରେ ସବୁ ରହିଯାଉଛନ୍ତି। ତୁମ ବୁଦ୍ଧିରେ ଆସିଯାଇଛି ଆମେ 84ର ଚକ୍ର ଲଗାଇଛୁ, ଏବେ ଯିବାକୁ ହେବ। ତମ ପ୍ରଧାନରୁ ଶତ ପ୍ରଧାନ ହେବାକୁ ପଡ଼ିବ। ଏଇ ଚିତ୍ର ତ ସାଥିରେ ରହିବା ଉଚିତ, ବହୁତ ଭଲ ଅଟେ। ବିର୍ଲା ଆଦି ମଧ୍ୟ ଜାଣିନାହାନ୍ତି ଯେ ଲକ୍ଷ୍ମୀନାରାୟଣ ଏହି ରାଜ୍ୟଭାଗ୍ୟ କେବେ ଓ କିପରି ନେଲେ। ତୁମେ ଜାଣିଛ, ସେଥିପାଇଁ ବହୁତ ଖୁସି ହେବା ଉଚିତ। ଲକ୍ଷ୍ମୀନାରାୟଣଙ୍କ ଚିତ୍ର ନେଇ ତୁରନ୍ତ କାହାକୁ ବୁଝାଇବ। ଏମାନେ ଏହି ପଦ କିପରି ପାଇଲେ, ଏକଥା ବୁଦ୍ଧି ଦ୍ୱାରା ବୁଝିବାକୁ ଓ ବୁଝେଇବାକୁ ହେବ। ବହୁତ ଉଚ୍ଚ ଲକ୍ଷ୍ୟ ଅଟେ। ଯିଏ ଯେପରି ଶିକ୍ଷକ ସେ ସେହିପରି ସେବା କରିଥାନ୍ତି। ହେଲା, ଲକ୍ଷ୍ୟ ବହୁତ ଉଚ୍ଚ ଲକ୍ଷ୍ୟ, କିନ୍ତୁ ଯେ ଯେମିତି ଶିକ୍ଷକ ସେ ସେମିତି ସେବା କରିବେ। ଦେଖୁଛନ୍ତି ନିଜର ଅବସ୍ଥା ଅନୁସାରେ କିଏ କିଏ ସେଣ୍ଟର ସମ୍ଭାଳୁଛନ୍ତି। ସମସ୍ତଙ୍କର ତ ନିଶା ରହିଛି ନାଇଁ କି, ଯାହାର ଯେମିତି ଅବସ୍ଥା ସେ ସେମିତି ସେଣ୍ଟର ସମ୍ଭାଳୁଛନ୍ତି। କିନ୍ତୁ ବିବେକ କହୁଛି ବୁଝାଇଲା ବାଲା ଯେତେ ହୁସିଆର ହେବେ ସେତେ ଭଲ ସେବା ହେବ। ବୁଝାଇବା ବାଲା ଯେତେ ହୁସିଆର ହେବେ ସେତେ ସେବା ହେବ। ସମସ୍ତେ ତ ହୁସିଆର ହୋଇପାରିବେ ନାହିଁ, ସମସ୍ତଙ୍କୁ ଏକାପରି ଶିକ୍ଷକ ମିଳିବେ ନାହିଁ। ଯେପରି କଳ୍ପ ପୂର୍ବରୁ ଚାଲିଥିଲା ସେହିପରି ହିଁ ଚାଲୁଛି। ଯେପରି ଦେଖ, ଭଲ ଷ୍ଟୁଡେଣ୍ଟ ଥିବେ ହେଲେ ଶିକ୍ଷକଙ୍କୁ ମଧ୍ୟ ଗର୍ବ ଅନୁଭବ ହେଉଛି ନା। ମାରୁଛନ୍ତି ନା ବାହାରେ ବୋର୍ଡ଼, ଆମର କୋଚିଂ କ୍ଲାସ୍ରୁ ଏତେ ଜଣ ଟପର ହେଲେ ଏଲିରେ ନା ନାଇଁ। କିଏ ଷ୍ଟୁଡେଣ୍ଟ ଭଲ ଗୋଟେ ଜବ୍ କରିବ, ଭଲ ଚରିତ୍ରବାନ ହେବ, ତ ଶିକ୍ଷକକୁ କେତେ ଖୁସି ଲାଗୁଛି, ଇଏ ମୋର ଷ୍ଟୁଡେଣ୍ଟ। ତ ବାବା କ'ଣ କହୁଛନ୍ତି, ସମସ୍ତେ ତ ହୁସିଆର ହୋଇପାରିବେନି, ସମସ୍ତଙ୍କୁ ଏକାପରି ଶିକ୍ଷକ ମିଳିବେ ନାହିଁ। ଯେପରି କଳ୍ପ ପୂର୍ବରୁ ଚାଲିଥିଲା ସେହିପରି ହିଁ ଚାଲିଛି। ବାବା କହୁଛନ୍ତି ନିଜର ଅବସ୍ଥାକୁ ମଜବୁତ କରିଚାଲ। ଆମେ ଆକ୍ଚୁଆଲି ସମସ୍ତେ ତ ବାବାର ଷ୍ଟୁଡେଣ୍ଟ ନା। ବାବା କହୁଛନ୍ତି ନିଜ ନିଜର ଅବସ୍ଥାକୁ ମଜବୁତ କରିଚାଲ। ଏହା କଳ୍ପକଳ୍ପର ବାଜି ଅଟେ। ଦେଖାଯାଉଛି କଳ୍ପ ପୂର୍ବ ପରି ପ୍ରତ୍ୟେକର ପୁରୁଷାର୍ଥ ଚାଲୁଛି। ଯାହା କିଛି ହେଉଛି ଆମେ କହିଦେଉଛୁ ଯେ କଳ୍ପ ପୂର୍ବରୁ ମଧ୍ୟ ଏପରି ହେଇଥିଲା। ପୁଣି ଖୁସି ବି ରହିଥାଏ ଓ ଶାନ୍ତି ମଧ୍ୟ ରହିଥାଏ। କାହିଁକି ହେଲା, କ'ଣ ପାଇଁ ହେଲା, କେମିତି ହେଲା, ଏମିତି ହେଇଗଲା, ଏମିତି ହେବା କଥା ନଥିଲା ଭାବିଲେ କ'ଣ ଦୁଃଖୀ ହେଉଛେ, କାନ୍ଦୁଛନ୍ତି। କିନ୍ତୁ ଯାହା ବି ହେଇଛି ନାଇଁ, କଳ୍ପ ପୂର୍ବେ ଏମିତି ହେଇଥିଲା। ଯାହା ବି ହେଇଛି କଳ୍ପ ପୂର୍ବେ ଏମିତି ହେଇଥିଲା, ସେଥିପାଇଁ ଏଇଟା ଆଉ ଥରେ ରିପିଟ୍ ହେଲା। ଏମିତି ଭାବିଲେ ଚିନ୍ତା ଲାଗିବନି, ଦୁଃଖ ଲାଗିବନି, କାନ୍ଦ ଲାଗିବନି, କାରଣ ଡ୍ରାମା ତ ରିପିଟ୍ ହେଉଛି ନା। ଯାହା କିଛି ହେଉଛି ଆମେ କହିଦେଉଛେ କଳ୍ପ ପୂର୍ବରୁ ମଧ୍ୟ ଏହିପରି ହୋଇଥିଲା। ପୁଣି ବି ଖୁସି ରହିଥାଏ ଓ ଶାନ୍ତି ମଧ୍ୟ ରହିଥାଏ। ଏମିତି ଭାବିଲାଗା ଖୁସି ରହିବ, ଶାନ୍ତି ରହିବ। ବାବା କହୁଛନ୍ତି କର୍ମ କରିବା ସମୟରେ ବାବାଙ୍କର ସ୍ମୃତିରେ ରୁହ। ବୁଦ୍ଧିର ଯୋଗ ସେଠାରେ ଲାଗି ରହିଲେ ବହୁତ କଲ୍ୟାଣ ହେବ। କେଉଁଠି ବାବା ସହିତ ଯଦି ବୁଦ୍ଧି ଲଗେଇ ରଖିବା ତାହେଲେ ବହୁତ କଲ୍ୟାଣ ହେବ। ଏବେ ଯିଏ କରିବ ସିଏ ପାଏ, କିଛି ବାଧ୍ୟତା ନାହିଁ। ତମ ବାବାକୁ ଭୁଲି କର, ମନେ ପକେଇ କର, ତମ ଇଚ୍ଛା। ଯିଏ କରିବ ସିଏ ପାଇବ। ଭଲ କଲେ ଭଲ ପାଇବ। ମାୟାର ମତରେ ସବୁ କିଛି ଖରାପ କର୍ମ କରି ଆସିଛ। 63 ଜନ୍ମ ହେଲା ତ ମାୟା ମତରେ ଚାଲିଥିଲ, ସବୁ କାମ ଖରାପ କରି ଆସ। ଏବେ ଶ୍ରୀମତ ମିଳୁଛି, ଭଲ କର୍ମ କଲେ ତ ଭଲ ଫଳ ପାଇବ ନାଇଁ କି। ଭଲ କର୍ମ କଲେ ଭଲ ଫଳ ପାଇବ। ଦେଖ, ଆମେ କାହା ବିଷୟରେ କ'ଣ ଭାବୁଛୁ, ଏ ତ କେତେ ଭୁଲ କରୁଛନ୍ତି, ହେଲେ ବି ଆଙ୍କେ କେତେ ଖୁସିରେ ଅଛନ୍ତି, ତାଙ୍କୁ କେତେ ସବୁ ଧନ ସମ୍ପତ୍ତି ପରିବାର ଭଲ ସବୁ ପାଇଛନ୍ତି। ଦେଖ କେତେ ଅନ୍ୟାୟ କରୁଛନ୍ତି ସମସ୍ତ ସହିତ ନାଇଁ କି। ହେଲେ ଆମେ କିଏ ସବୁ ଗୋଟେ ଗୋଟେ ଆତ୍ମା। ଯେମିତି ରାଜା ଦଶରଥ କ'ଣ କରିଥିଲେ, ଯେତେବେଳେ ଯାଇଥିଲେ ଶିକାର କରିବା ପାଇଁ, ଶବ୍ଦ ଭେଦ ବାଣ ମାରିବାରୁ କିଏ ମରିଗଲେ, ଶ୍ରାବଣର ବାପା ମା ମରିଗଲେ। ଶ୍ରବଣ କୁମାର ବାପା ମା ମରିଗଲେ। ତ ଶ୍ରବଣ କୁମାର ମରିଗଲା। ଶ୍ରବଣ କୁମାର ମରିଯିବାରୁ ତାର ବିରହରେ ତାର ବାପା ମା ଛଟପଟ ହେଇକି ମରିଗଲେ। ଏଇଟା ଗୋଟେ ଭୁଲ ହେଲା। କିନ୍ତୁ ଯେତେବେଳେ ଆସିଲେ ଘରକୁ, ଖୁସି ଖବର କ'ଣ ମିଳିଲା, ତାଙ୍କର 4ଟା ପୁଅ ଏବେ ଜନ୍ମ ହେବେ। ସେଇଠି ଭୁଲ ହେଲା। କିନ୍ତୁ ଭୁଲ କର୍ମର ଫଳ ଭୁଲ ମିଳିବା କଥା ନା।
କିନ୍ତୁ କ'ଣ ମିଳିଲା ତାଙ୍କୁ 4ଟା ପୁଅ ହେବ ଖୁସି ହେଇଗଲେ ପୁଅମାନେ ବଡ଼ ହେଲେ ବିଦ୍ୟା ନେଲେ ବାହା ହେଲେ ବୋଉ ଆସିଲେ ତାପରେ ରାଜ୍ୟ ଅଭିଷେକ ହେବ ସବୁ ଖୁସିରେ ଖୁସିରେ ଗଲା କିନ୍ତୁ ସେ ଶ୍ରବଣ କୁମାର ଯେଉଁ ବୟସରେ ମରିଥିଲା ତାଙ୍କ ପୁଣି ଯେତେବେଳେ ସେ ବୟସ ଆଇଲା ସେତେବେଳେ 14 ବର୍ଷ ବନବାସ କର୍ମର ଫଳ ଆସିବା ପାଇଁ ସମୟ ଲାଗୁଛି ଘାସ ଲଗେଇଲେ ଶାଗ ଲଗେଇଲେ କେତେ ଘଣ୍ଟା ଲାଗୁଛି ଧାନ ବୁଣିଲେ କେତେ ସମୟ ଲାଗୁଛି ଆଖ ବୁଣିଲେ କେତେ ସମୟ ଲାଗୁଛି ସବୁ ଗଛ ପାଇଁ ଟାଇମ୍ ଗୋଟେ ରହୁଛି ନା ତାପରେ ସେ କର୍ମର ଫଳ ଇଏ ବୁଢ଼ା ହେଲାଠୁ ସେ ଯେମିତି ଛଟପଟ ହେଇ ମରିଥିଲେ ଇଏ ମଧ୍ୟ ପୁତ୍ର ବିରହରେ ସେମିତି ଛଟପଟ ହେଇକି ମଲେ କଲ୍ୟାଣର ଅକଲ୍ୟାଣ ଅକଲ୍ୟାଣରେ କଲ୍ୟାଣ ତାଙ୍କର ତ ଭାଗ୍ୟରେ ପୁତ୍ର ପ୍ରାପ୍ତି ନଥିଲା କିନ୍ତୁ ସେଇଠି ମାରିଆରୁ ସେ ଅଭିଶାପ ଦେଲେ ମୁଁ ଯେମିତି ମୋର ପୁତ୍ର ବିରହରେ ଛଟପଟ ହେଇ ମରିଛି ତମେ ମଧ୍ୟ ତମର ପୁତ୍ର ବିରହରେ ଛଟପଟ ହେଇକି ମରିବ ତାଙ୍କର ତ ପୁତ୍ର ଭାଗ୍ୟରେ ନଥିଲା ତାଙ୍କର ଅଭିଶାପଟା ଆଙ୍କ ପାଇଁ ଫଳ ହେଇଗଲା ଆଉ ଥରେ ଲାଷ୍ଟକୁ ସେ କର୍ମର ଫଳ ତାଙ୍କୁ ଭୋଗିବାକୁ ପଡ଼ିଲା ସେମିତି ଛଟପଟ ହେଇକି ମୃତ୍ୟୁବରଣ କଲେ ସେଥିପାଇଁ କର୍ମ ବେପାର ନାହିଁ ଯେ ଏବେ କରିଦେଲେ ଆମେ ଏବେ ପାଇଯିବା ଆମେ ଯାହା କରୁଛୁ ରାଇଟ୍ କରୁଛୁ ନାହିଁ ତାର ସମୟ ଅନୁସାରେ ତାର ଫଳ ବାହାରିବ ଭଲ କର୍ମ କଲେ ତ ଭଲ ଫଳ ପାଇବ ସେଥିପାଇଁ ସାରା ଦୁନିଆ କ'ଣ କହୁଛନ୍ତି କୁହନ୍ତୁ ଶ୍ରେଷ୍ଠ କର୍ମର ମତ ତ କେବଳ ଶିବା ପାଇଁ ଦେଉଛନ୍ତି ଆଖି ବନ୍ଦ ଯାହାକୁ ବାବା ଉପରେ ନିଶ୍ଚୟ ଅଛି ଆଖି ବନ୍ଦ କରି ବାବାଙ୍କର ଶ୍ରୀମତରେ ଚାଲିବ ତାର ଭାଗ୍ୟ ତାର ଭବିଷ୍ୟତ ଉଜ୍ଜଳ ହିଁ ଉଜ୍ଜଳ ହେବ ପ୍ରତ୍ୟେକ ନିଜ ପାଇଁ ମେହନତ କରୁଛନ୍ତି ଯେପରି କରିବେ ସେପରି ପାଇବେ କାହିଁକି ଆମେ ଯୋଗଯୁକ୍ତ ହୋଇ ସେବା ନ କରିବୁ ଯଦି ଆମେ ଯେମିତି କରିବା ସେମିତି ପାଇବା ତାହେଲେ ଆମେ ଯୋଗଯୁକ୍ତ ହେଇକି ସେବା କାହିଁକି ନ କରିବା ଯୋଗ ଦ୍ୱାରା ଆୟୁ ବଢ଼ିବ ୟାଦର ଯାତ୍ରା କରିବା ଦ୍ୱାରା ନିରୋଗୀ ହେଉଛୁ ତ କାହିଁକି ଆମେ ବାବାଙ୍କ ସ୍ମୃତିରେ ନ ରହିବୁ ଏହା ଯଥାର୍ଥ କଥା ତେଣୁ କାହିଁକି ଆମେ ଚେଷ୍ଟା ନ କରିବୁ ଜ୍ଞାନ ତ ବିଲକୁଲ ସହଜ ଅଟେ ଛୋଟ ଛୋଟ ପିଲାମାନେ ମଧ୍ୟ ବୁଝି ପୁଣି ବୁଝାଉଛନ୍ତି ଛୋଟ ଛୋଟ ପିଲାମାନେ ମଧ୍ୟ ବୁଝିକି ପୁଣି ବୁଝାଉଛନ୍ତି କିନ୍ତୁ ସେମାନେ ତ ଯୋଗୀ ନୁହନ୍ତି ନା ଏହା ତ ପକ୍କା କରାଇବାକୁ ହେବ ଯେ ବାବାଙ୍କୁ ମନେ ପକାଇବ ଯେଉଁମାନେ ଭାବୁଛନ୍ତି ଘଡ଼ି ଘଡ଼ି ଭୁଲି ଯାଉଛୁ ସେମାନେ ଚିତ୍ର ରଖିଦିଅନ୍ତୁ ତେବେ ବି ବହୁତ ଭଲ ହେବ ସକାଳୁ ସକାଳୁ ଚିତ୍ର ଦେଖିବା ଦ୍ୱାରା ହିଁ ମନେ ପଡ଼ିଯାଏ ଶ୍ରୀ ବାବାଙ୍କ ଠାରୁ ଆମେ ବିଷ୍ଣୁପୁରୀର ସମ୍ପତ୍ତି ନେଉଛୁ ମୁଖ୍ୟ ହେଉଛି ତ୍ରିମୂର୍ତ୍ତି ଚିତ୍ର ଯାହାର ଅର୍ଥ ତୁମେ ଏବେ ବୁଝିଛ ଦୁନିଆରେ ଏହିପରି ତ୍ରିମୂର୍ତ୍ତି ଚିତ୍ର ଆଉ କାହା ପାଖରେ ନାହିଁ ଏହା ତ ବିଲକୁଲ ସହଜ ଆମେ ଲେଖୁ ବା ନ ଲେଖୁ ଏକଥା ତ ସମସ୍ତେ ଜାଣିଛନ୍ତି ଯେ ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା विष्णु द्वारा पालना अच्छा मीठे मीठे सिकिलधे बच्चों प्रति माता पिता बाप दादा का याद प्यार और गुड मॉर्निंग रूहानी बाप की रूहानी बच्चों को नमस्ते हम रूहानी बच्चों की रूहानी बाप दादा को याद प्यार गुड मॉर्निंग और नमस्ते 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 सदा रहो हंसते हंसते बन जाएंगे फरिश्ते फरिश्ते कभी किसी में नहीं फंसते सुखी रुहंतु समझते शुक्रिया धारणा पाई मुख्य सार मायर बॉक्सिंग रे केबे भी पराजय न हो एथिप्रति ध्यान देबा को हेबो मायर बॉक्सिंग रे के पराजित हो जाउचंती आज बाबा कौन कहले जे पतित दुनियार पतित संबंध को बेसी बुद्धि लगाउचंती से माने मायर बॉक्सिंग रे हारी जानती एथिप्रति टिके ध्यान देबा को हेबो मो मायर बुडनी मोह सहित माया जोड़ी हिरि अछि नहीं कि मोह माया नहीं कल्प पूर्वर स्मृति द्वारा निजर अवस्था मजबूत करने को खुशी एवं शांति रहा जिते मोह रक्षा छटपट होच ना कहीं कार दुख तो दूर करने दुख आम आहरी दुखी होगी सी तो रोगी आम भी सी शारीरिक रोगी आम मानसिक रोगी होती से बाबा कौन कहते निजर अवस्था निजे मजबूत करिया हम खुशी एवं शांति रहा मनर अवस्था आम हाथ ना जदि बाबा श्रीमत चलिया समस्त साक्षी देखा ताले मनर अवस्था मजबूत रम शांति खुशी रही पार सेकेंड निजर मंगल करने श्रीमत चलने को हेब कार मंगल हम निजर मंगल हम निजर मंगल करने श्रीमत चलने को हेब यही पुराणा दुनिया ठारू संपर्क तुटाई देवा को हेब एबे श्रीमत कौन
ନିଜର ମଙ୍ଗଳ ପାଇଁ ବାବାଙ୍କର ଶ୍ରୀମତରେ ଚାଲିବାର ଅଛି। ଏବେ ବାବା ଶ୍ରୀମତ କ'ଣ ଦେଲେ? ଏ ପୁରୁଣା ଦୁନିଆ ଠାରୁ ସମ୍ପର୍କ ତୁଟାଇ ଦେବାକୁ ହେବ। ମାୟାର ତୋଫାନରୁ ରକ୍ଷା ପାଇବା ପାଇଁ ଚିତ୍ରଗୁଡ଼ିକୁ ସମ୍ମୁଖ ରଖି ବାବା ଏବଂ ତାଙ୍କର ସମ୍ପତ୍ତିକୁ ମନେ ପକାଇବା ହେବ। ମାୟାର ତ ତୋଫାନ ଆସିବ, ସେଥି ରକ୍ଷା ପାଇବା ପାଇଁ ଏ ଚିତ୍ର ଯାକୁ ସାମ୍ନାରେ ରଖିକି ବାବା ଆଉ ତାଙ୍କ ସମ୍ପତ୍ତିକୁ ମନେ ପକାଇବାର ଅଛି। ବୁଦ୍ଧି ଆମର ଘର ଲୋକ, ଆମ ଘରର ସମ୍ପତ୍ତି ଆଡ଼େ ଗଲେ ମାୟା ଆସୁଛି, ମାୟା ପାଖରେ ହାରି ଅଛି। ବୁଦ୍ଧି ଆମର ବାବା ଆଉ ବାବାର ସମ୍ପତ୍ତି ଆଡ଼େ ଗଲେ କ'ଣ ହେଉଛି? ମାୟାର ତୁଫାନରୁ ଆମେ ନିଜକୁ ରକ୍ଷା କରିପାରିବା। ବରଦାନ, ମନନ ଦ୍ୱାରା ବାବାଙ୍କର ସମ୍ପତ୍ତିକୁ ନିଜ ସମ୍ପତ୍ତିରେ ପରିଣତ କରୁଥିବା ଦିବ୍ୟ ବୁଦ୍ଧିମାନ ଭବ। ଯେତେ ଦେଖ, ବାପା ମା କେତେ ଟଙ୍କା ଦେଲେ, ରାଜା ରାଣୀ କି ତିନି ପୁଅକୁ କେତେ ଟଙ୍କା ଦେଲେ, ନାଇଁ କି? କିଏ ଯିଏ ଯେମିତି ଖର୍ଚ୍ଚ କର, ହିସାବ ଆଣିକି ଦିଅ, କିଏ କେଉଁଥିରେ ଲଗେଇଲ। ଜଣେ କ'ଣ କଲା, ସାରା ଦିନ ମନ ମଜଲିସ୍ କରିରି, ମୌଜ ମଜଲିସ୍ କରିରି ସେତିକି ଟଙ୍କା ସାରିଦେଲା। ଆଉ ଜଣେ କ'ଣ କଲା, ବେପାରରେ ଲଗେଇଦେଲା, ବିଜନେସ୍ରେ ଲଗେଇଦେଲା। ଆଉ ଜଣେ କ'ଣ କଲା, ରାଜ୍ୟରେ ଯାହା ଆବଶ୍ୟକ ଲୋକଙ୍କର ସେ ସେବା କାର୍ଯ୍ୟରେ ସିଏ ଲଗେଇଦେଲା। ରାଜା କାହିଁକି 3 ଜଣ ଟଙ୍କା ଦେଇ ଦେଖୁଥିଲେ, ମୁଁ କାହାକୁ ଭବିଷ୍ୟତରେ ରାଜା କରିବି। ତ ସେ କାହାକୁ ରାଜା କରିଥିବେ? ଯେ ରାଜ୍ୟର ସେବାରେ ଲଗେଇଲା, ରାଜା ନିଶ୍ଚିତ ରୂପେ ତାକୁ ହିଁ ରାଜା କଲେ ନା ନାଇଁ? ଭଗବାନ ଆମକୁ ଟଙ୍କା ଦେଇଛନ୍ତି, ସମ୍ପତ୍ତି ଦେଇଛନ୍ତି, ଶରୀର ଦେଇଛନ୍ତି, ପରିବାର ଦେଇଛନ୍ତି। ଆମେ ଖାଲି ପଶୁପକ୍ଷୀ ପରି ଖାଲି ନିଜ ପାଇଁ କରିବା ତ ବାବା ଆମକୁ ରାଜା କରିବେ ନା। ଯେ ସେବାର ଲୋକ, ବାବା ତାକୁ ଆହୁରି ଦେବେ। କାହିଁକି? ଇଏ ମୋର କାମରେ ଲଗାଉଛି ନା, ଆକୁ ଦେଲେ ମୋର ପଇସା ଏପଟ ସେପଟ ହେବନି। ୟାକୁ ଦେଲେ, କାହିଁକିନା ବାବା ତ ଜ୍ୟୋତି ନିରାକାର, ଡାଇରେକ୍ଟ ଆସିକି ଆଉ ଦେବେନି, ସେ ଆମ ଦ୍ୱାରା କରାଉଛନ୍ତି। ଯେତେବେଳେ ଆମକୁ ଦେଉଛନ୍ତି, ସେ ଦେଖୁଛନ୍ତି ଏ କେଉଁ କାମରେ ଲଗାଉଛି। ଇଏ ଭଲ କାମରେ ଲଗାଉଛି, ତାକୁ ଆହୁରି ଦେଉଛନ୍ତି। ଇଏ ଭଲ କାମରେ ଲଗାଉନି, ହଉ। ଏଥିରେ କେତେ ପ୍ରକାର ପରୀକ୍ଷା ଆସୁଛି, ଦେଖ କେତେ ପ୍ରକାର ପରୀକ୍ଷା ଆସୁଛି। ଯେ ଗରିବ ତାକୁ ଆହୁରି ପୁରା ଖାଲି କରିଦେଉଛନ୍ତି, ଆର ବୁଦ୍ଧି ମୋ ସହିତ ଲାଗୁ। ଯେ ଧନୀ ନେ, ଆହୁରି ଧନ ନେ, ଯା ତୁ ଧନ ପଛରେ ଗୋଡ଼ଉଛୁ ପରା, ଗୋଡ଼େଇକିରି ତୁ ଦେଖେ ଧନରେ ତୋତେ କେତେ ସୁଖ ମିଳୁଛି। ଦେଖେ ତୁ ଆତ୍ମା ନା ଅବିନାଶୀ, କେତେ ଜନ୍ମ ଗୋଡ଼ଉଛୁ, ଗୋଡ଼ା। ତାପରେ କୁଆଡ଼େ ଯିବୁ? ଇଷ୍ଟର୍ନ କଲଚର ୱେଷ୍ଟର୍ନ କଲଚର ଇଷ୍ଟର୍ନ, ନାଇଁ କି? ହଁ, ନାଇଁ ଗୋଟେ ଜିନିଷ, ରସଗୁଲା ମୋତେ ବେଶୀ ଇଚ୍ଛା, ଖା, ରୁମ୍ ଭରିକି ଦିଆହବ, ଖାଇ ଯା। ଯେତେବେଳେ ସୁଗର ହେଇଯିବ, ରୋଗ ହେଇଯିବ, ରସଗୁଲା ଖାଇବାକୁ ମନା। ସେମିତି ନାଇଁ କି? ସବୁ କଥାରେ ସେମିତି। ଲିମିଟ୍ କ୍ରସ୍ ଆମେ ସବୁରେ ବ୍ୟାଲେନ୍ସ ବୋଲି କହିଦେଉଛୁ, ମାତ୍ର ସେ 99% ଲୌକିକ ଆଡ଼େ, 1% ଅଲୌକିକ ଆଡ଼େ। ବ୍ୟାଲେନ୍ସର ନାଁ ଗନ୍ଧ କିଛି ନାହିଁ। କ'ଣ କହିଲେ, ଆମେ ବ୍ୟାଲେନ୍ସ ରଖିବାକୁ ପଡ଼ିବ ନା ସବୁ କଥାରେ। ସେଥିପାଇଁ ବାବା କହୁଛନ୍ତି, ଯିଏ କରିବ ସିଏ ପାଇବ। ବାବାଙ୍କ ଦ୍ୱାରା ଯେଉଁ ସବୁ ସମ୍ପତ୍ତି ଗୁଡ଼ିକ ମିଳୁଛି, ତାକୁ ଯଦି ମନନ ଚିନ୍ତନ କରିବ, ତେବେ ସେଗୁଡ଼ିକ ତୁମ ଭିତରେ ସମାହିତ ହୋଇଯିବ, ଅର୍ଥାତ୍ ବୁଦ୍ଧି ଦ୍ୱାରା ଧାରଣା ହୋଇଯିବ। ଆମର କଲ୍ୟାଣ ପାଇଁ, ଆମର ମଙ୍ଗଳ ପାଇଁ ବାବା କହୁଛନ୍ତି। ଯଦି ଆମେ ସେଇଟା ଚିନ୍ତନ କରିବା, ବୁଦ୍ଧିରେ ଧାରଣା କରିବା, ତାହେଲେ ସେଇଟା ଆମେ ତାର ପ୍ରାକ୍ଟିକାଲ ଲାଭଟା କ'ଣ ଆମେ ପାଇବା। ତେବେ ସମ୍ପତ୍ତି ତ ସମସ୍ତଙ୍କୁ ଏକା ଭଳି ମିଳିଛି, କିନ୍ତୁ ଯେଉଁମାନେ ତାକୁ ମନନ ଚିନ୍ତନ କରି ନିଜର ସମ୍ପତ୍ତି କରିଦେଉଛନ୍ତି, ସେମାନଙ୍କ ଭିତରେ ତାର ଖୁସି ଏବଂ ନିଶା ରହୁଛି। ସମ୍ପତ୍ତି ବାବାଙ୍କ ଦ୍ୱାରା ମିଳୁଛି, କିନ୍ତୁ ତାକୁ ଯିଏ ଯେତେ ଚିନ୍ତନ ମନ୍ଥନ କରି ନିଜର କରିଦେଉଛି, ତାକୁ ସେତେ ଖୁସି ରହୁଛି ଆଉ ସେତେ ନିଶା ଚଢ଼ୁଛି। ସେଥିପାଇଁ କୁହାଯାଏ, ଭାଙ୍ଗକୁ ନିଜେ ବାଟି ପିଇଲେ ଭଲ ନିଶା ଚଢ଼ିଥାଏ। ଭାଙ୍ଗ ମାନେ କ'ଣ? ତିନିନାଥ ମେଳା କରୁନାହାନ୍ତି, ଗଞ୍ଜେଇ ଟାଣୁଛନ୍ତି, ନିଜେ ହାତରେ ଘଷିରି ନିଜେ ଟାଣି ହେଲେ ନଶା ଚଢ଼ିବ। ଅର୍ଥାତ୍ ଯେଉଁମାନେ ସର୍ବଦା ମନନ ଚିନ୍ତନ କରିବାରେ ମସ୍ତିରେ ରହିଥାନ୍ତି, ସେମାନଙ୍କୁ ଦୁନିଆର କୌଣସି ବସ୍ତୁ ବା କୌଣସି ଅଡ଼ୁଆ ପରିସ୍ଥିତି ଆକର୍ଷିତ କରିପାରିବ ନାହିଁ। ଯେ ସବୁବେଳେ ଜ୍ଞାନର ଚିନ୍ତନ ମନ୍ଥନ କରୁଥିବେ, ନା ଦୁନିଆର ଆକର୍ଷଣ ତାଙ୍କୁ ଆକର୍ଷଣ କରିବ, ନା କୌଣସି ଅଡ଼ୁଆ ପରିସ୍ଥିତି ତାଙ୍କୁ ଆକର୍ଷିତ କରିବ। ସେମାନଙ୍କୁ ଦିବ୍ୟ ବୁଦ୍ଧିର ବରଦାନ ସ୍ୱତଃ ହିଁ ମିଳିଯାଇଥାଏ। ଯେ ଜ୍ଞାନ ଚିନ୍ତନ ମନ୍ଥନ କରିବ,
ताकू कौन वरदान मिलची दिव्य बुद्धिवान भव जे दिव्य ज्ञान चिंतन करे तार बुद्धि दिव्य हो बुद्धि तो समस्त पाखर अच्छी किंतु दिव्य ज्ञान जे चिंतन करे तार बुद्धि दिव्य हो स्लोगान मनर द्वंद्व को समाप्त करने निर्णय शक्ति को बढ़ाओ मनर द्वंद्व को समाप्त करने निर्णय शक्ति को बढ़ाओ आ विषय छोटिया टॉपिकटा दी मिनिट पढ़ी भी ध्यान देगी तुम्हें शुणव 2 मिनिट कि 1 मिनिट हो बेसी ना मनर द्वंद्व को समाप्त करने निर्णय शक्ति बढ़ा जार निर्णय शक्ति जिते प्योर पावरफुल थी से कभी द्वंद्व पढ़ी होगी ना निर्णय शक्तिर अभाव ना द्वंद्व पढ़ुंट अव्यक्ति सारा महान होगापी मधुरता एवं नम्रतार गुण को धारण कर एमती भावना जे मुही तो सब बेले मुंड नुआऊँची किंतु मते कहीं भी सम्मान दौना सबुठी मु मुंड नुआऊँची मात्र मते किए सम्मान दौना जो माने केबे भी मुंड नुआना मिछ कथा कहते से तो सम्मान मिलूँ ना मु देखुची एमाने केबे मुंड नुआना केते मिछ कहते आंकु सम्मान मिलूँ सबुठी ये अल्प काल पे हटे किंतु तुम्हें दूरदर्शी बुद्धि को धारण कर एठारे जेते जनक निकटरे मुंड नुआइब अर्थात नम्रतार गुण को धारण कर से ही अनुसार सारा कल्प सर्वात्मा माने तुम आगे मुंड नुआइबे तमें ये जे जन आगे मुंड नुआइब सारा कल्प सबु आत्मा माने तुम आगे मुंड नुआइबे अर्थात नमस्कार करिवे सत्य त्रेता जुगरे राजा रूप सम्मान देवाई मुंड नुआइबे एबे तमें मुंड नुआइले सत्य जुगरे त्रेता जुगरे तमें राजा हबो तम आगे सबू मुंड नुआइबे प्रजा हेगिरे किंतु मन भितर नतमस्तक हेबे मुंड भी नुआइबे आ मनरे मध्य से माने नतमस्तक हेबे एबे मुंड सिंदा नुआई दउचंती आगे गोटे नमस्कार पछरे गोटे नमस्कार नहीं कि आगे करिया बाध्य होली कर दउचंती पछरे आ गोटे नमस्कार जा पळैला भल होला गोटे काम सरला नहीं कि किंतु सत्य जुगरे मुंड नुआइबे मनरे मध्य से माने नतमस्तक हेबे ओरिजिनल आ द्वापर कली जुगरे मुंड नुआई नमस्कार करे नहीं कि एडी नियम किसी नियम नथले माँ पछाड़ू बाड़े बाप पछाड़ू बाड़े से कौन करियार अच्छी आमको मुंड नुआयार अच्छी से बाबा काली कौन कहते सहनशीलतार शक्ति जे धारण करिवो सत्यतार असत्य ताको असत्यर सहारा नबागु पड़ियोनी ना नहीं से सहनशीलता निहाती आवश्यक एबे कौन कहले सहनशीलतार प्रत्यक्ष प्रमाण कौन मुंड नुआयार अच्छी मुंड नियाले के छोट होनी ना नहीं आम मुंड नुआइले अन्य मैंने आमू देखी मुंड नुआईजे आम चुप रही किए आम सहित लगे कौन आम कहते किए छाड़ कौन समस्त कह जना ना नहीं कहे ना नहीं निश्चय कहे से आमको कौन करार अच्छे आम निजे चिंतन करार अच्छे लाभ कौन क्षति कौन बाबा श्रीमत चले आमर कल्याण ही हम नहीं कि कौन कहले से महावाक्य हाँ वरदान शुणिए हाँ हाँ वरदान रे बाबा कहते मनन शक्ति द्वारा निज संपत्ति रे परिणत करथिया बाबा संपत्ति को निज संपत्ति रे मनन द्वारा बाबा संपत्ति को लिखि दियंतु मनन द्वारा बाबा संपत्ति को निज संपत्ति रे परिणत करुथिबा निज संपत्ति रे परिणत करुथिबा दिव्य बुद्धिवान भव दिव्य बुद्धिवान भव मु आत्मा दिव्य बुद्धिवान जते ज्ञान चिंतन मंथन करी आमे सेते दिव्य दिव्य बुद्धिमान हवा सेते आमे खुशी रे आउ शांति रहिया अवस्था मजबूत करिया आ कौन सो मानवा आज बाबांकर
जे करियो से पाइयो श्रीमती चले कल्याण मु आत्मा सूर्यवंशी जेते बाबा को मन पकेबा सूर्यवंशी जन्म होगा नथले शूद्रवंशी जीवा मनन शक्ति द्वारा बाबार शक्ति है आमर शक्ति है संपत्ति संपत्ति आमर संपत्ति ओम शांति।